ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ଏନ୍ଆର୍ଆର୍ଆଇ ବାର୍ତ୍ତା କାର୍ଯ୍ୟକ୍ରମକୁ ମୁଁ ଗାୟତ୍ରୀ ସିହ୍ନା ଏବଂ ମୁଁ ଜିତେନ୍ଦ୍ର ସେନାପତି ଚାଷୀ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ ଜଣାଉଛୁ। ଆସନ୍ତୁ ଆଜି ଆଲୋଚନା କରିବା ରୁଆ ଧାନ ପାଇଁ ଜମି ପ୍ରସ୍ତୁତି ବିଷୟରେ। ଅଣ ଜଳସେଚିତ ଜମିରେ ଶୁଖିଲା ତଳିଘରା କରନ୍ତୁ। ମାତ୍ର ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ଥିବା ଉର୍ବର ବାଲିଆ ଓ ଦୋରସା ମାଟିରେ କାଦୁଅ ତଳିଘରା କରନ୍ତୁ। 2 ରୁ 3 ଓଢ଼ ଚାଷ କରି ମାଟି ଗୁଣ୍ଡ କରି 4 ଫୁଟ ଉଚ୍ଚତା ଓ ଆବଶ୍ୟକ ଲମ୍ବାର ତଳିପଟି ତିଆରି କରନ୍ତୁ। ଗ୍ରାମାଞ୍ଚଳରେ ମିଳିତ ଭାବରେ ଗ୍ରୁପ ହୋଇ ତଳିଘରା ପ୍ରସ୍ତୁତି କରିବା ଲାଭଦାୟକ ଅଟେ। ଏକ ଏକର ଜମିରେ ରୋଇବା ପାଇଁ 320 ବର୍ଗମିଟର ତଳିଘେରା ପ୍ରସ୍ତୁତି କରନ୍ତୁ। ତଳିଘେରା କରିବା ପାଇଁ ଅଧିକ ଅମଳକ୍ଷମ ବିହନ ଏକର ପିଛା 14 ରୁ 16 କେଜି ଏବଂ ଶଙ୍କର ଜାତୀୟ ବିହନ 5 ରୁ 6 କେଜି ବ୍ୟବହାର କରନ୍ତୁ। କମ୍ ଉର୍ବରତା ଥିବା ତଳିଘେରାରେ ପ୍ରତି ବର୍ଗମିଟରରେ 6 ଗ୍ରାମ ନାଇଟ୍ରୋଜେନ୍, 3 ଗ୍ରାମ ଫସ୍ଫରସ୍ ଏବଂ 3 ଗ୍ରାମ ପୋଟାସିୟମ୍ ପ୍ରୟୋଗ କଲେ ଉନ୍ନତମାନର ତଳି ପ୍ରସ୍ତୁତ ହୋଇଥାଏ। ବୁଣା ଧାନ ଚାଷ ହେଉ କିମ୍ବା ରୁଆ ଧାନ ଚାଷ ହେଉ ବିହନ ବିଶୋଧନ କରିବା ନିହାତି ଆବଶ୍ୟକ। ଧାନ ସଫା କରିବା ଏବଂ ଘାସ ମଞ୍ଜିକୁ ଅଲଗା କରିବା ପାଇଁ ଧାନ ବିହନକୁ 2 ଶତକଡ଼ା ଲୁଣ ଦ୍ରବଣରେ ବୁଡ଼ାଇ ଭାସମାନ ଘାସ ମଞ୍ଜି ଓ ଅଗାଡ଼ି ଧାନକୁ ବାହାର କରିଦିଅନ୍ତୁ। ଜୈବିକ ବିହନ ବିଶୋଧକ ଭାବେ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନ ପାଇଁ 10 ଗ୍ରାମ ଟ୍ରାଇକୋଡାର୍ମା ଭିରିଡ଼ି ଗୁଣ୍ଡରେ ବିଶୋଧନ କରନ୍ତୁ। ଢିପ ଜମିରେ ଧାନ ବିହନ ଗୁଡ଼ିକୁ 15 ସେଣ୍ଟିମିଟର ବ୍ୟବଧାନରେ ସିଡ୍ ଡ୍ରିଲ୍ ସାହାଯ୍ୟରେ ଧାଡ଼ିକୁ ଧାଡ଼ି ବୁଣି ଦିଅନ୍ତୁ। ମଞ୍ଜି ଗୁଡ଼ିକ 4 ରୁ 6 ସେଣ୍ଟିମିଟର ଗଭୀରତାରେ ବୁଣିବା ଆବଶ୍ୟକ। ସିଡ୍ ଡ୍ରିଲ୍ ସାହାଯ୍ୟରେ ବୁଣିବା ପାଇଁ ଏକର ପ୍ରତି 12 ରୁ 16 କେଜି ବିହନ ବ୍ୟବହାର କରନ୍ତୁ। ଖର୍ଚ୍ଚ କମାଇବା ସହିତ ଠିକ୍ ସମୟରେ ଧାଡ଼ିରେ ଧାନ ରୋଇବା କାମ ଶେଷ କରିବା ପାଇଁ ଧାନ ରୋପଣ ଯନ୍ତ୍ରରେ ଧାନ ରୋଇବା ପାଇଁ ମେଟ୍ ବା ଗାଲିଚା ଜାତୀୟ ତଳିଘେରା ପ୍ରସ୍ତୁତ କରିବା ଆବଶ୍ୟକ। ଘାସ ନିୟନ୍ତ୍ରଣ ପାଇଁ ଧାନ ବୁଣିବାର 8 ରୁ 10 ଦିନ ପରେ କିମ୍ବା 2 ରୁ 3 ପତ୍ର ହୋଇଥିବା ପରେ ଘାସମରା ଔଷଧ 1 ଏକର ପ୍ରତି 120 ମିଲିଲିଟର ବିସ୍ପାଇରିବାକ୍ ସୋଡ଼ିୟମ୍ 10% SC 12 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମଧ୍ୟମ ଏବଂ ଖାଲୁଆ ଜମିରେ ଧାନ ରୋଇବାର 40 ରୁ 50 ଦିନ ପୂର୍ବରୁ ଏକର ପ୍ରତି 12 କିଗ୍ରା ଧଞ୍ଚା ମଞ୍ଜି ବୁଣନ୍ତୁ। ବଢ଼ିଥିବା ଧଞ୍ଚା ଫସଲକୁ ମାଟି କାଦୁଅ କରିବା ସମୟରେ ଭଲ ଭାବରେ ମିଶାଇ ଦିଅନ୍ତୁ। ଯବକ୍ଷାରଜାନର ଉପାଦେୟତା ବୃଦ୍ଧି ପାଇଁ ଏହାକୁ ସଠିକ୍ ମାତ୍ରାରେ ଏବଂ ସଠିକ୍ ସମୟରେ ପ୍ରୟୋଗ କରିବା ଉଚିତ। ସେଥିପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ୱାରା ବିକଶିତ ରାଇସ୍ ଆଣ୍ଡ ଏକ୍ସପର୍ଟ ଆପ୍ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରି ବ୍ୟବହାର କରିପାରିବେ। ଏହାର ବ୍ୟବହାର ଦ୍ୱାରା ଯବକ୍ଷାରଜାନର ଉପଯୋଗୀ କ୍ଷମତାକୁ ବଢ଼ାଇ ଅଧିକ ଅମଳ ଏବଂ ଲାଭ ପାଇପାରିବେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ କିଛି ନୂଆ କୃଷି ସୂଚନା ନେଇ। ଆମକୁ ବିଦାୟ ଦିଅନ୍ତୁ। ଧନ୍ୟବାଦ।